ମତେ ଟଙ୍କା ମାଗୁଥିଲେ ମତେ ପାଖରେ ଏତେ ଟଙ୍କା ପତ୍ର ନାହିଁ ମାଗୁଥିଲେ ଟଙ୍କା ମତେ ଘୋଡ଼ା ବେପାର କରିବା ପାଇଁ କୋଟି କୋଟି ଟଙ୍କା ମତେ ଦେବାର ନାହିଁ। ମୋ ନାଁ ସଞ୍ଜୟ କୁମାର ପଲାଇ ଡିଷ୍ଟ୍ରିକ୍ଟ ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ମୋର ସୁର। আচ্ছা আজি আপনার কହୁଥିଲେ যে গণমাধ্যমে কিছুদিন পূর্ব যে আপনার যে ওড়িশা রাজ্যসভা নির্বাচন হচ্ছে সেটা আপনার প্রার্থীপত্র দাখিল করে কিন্তু আজ প্রার্থীপত্র দাখিল করেন কাহিঁকি? আজ্ঞা মিডিয়া আগে আপনার দেখি লক্ষণীয় দিল হলে কোটি কোটি নিয়ে ঘোড়া বেপার মোর পয়সার নাই। রাজ্যসভা পাই মোর কোটি কোটি টাকা কলা টাকা মো পাখে নাই মো পয়সার নাই। মানে রাজ্যসভা নির্বাচন কোটি কোটি টাকা করতে কোটি কোটি আজ্ঞা নিয়ে কোড় কোড় টাকা 10 কোড় 15 কোড় টাকা পাই চালছি ঘোড়া বেপার। এমএলএ মানে নেউଛନ୍ତି এমএলএ মানে নেউଛନ୍ତି প্রতিনিধি মানে ভোট দেলে এমএলএ ମାନଙ୍କୁ এমএলএ মানে নেউଛନ୍ତି। পয়সা নাই ମୋ ପାଖରେ ପଇସା ପତ୍ର ନାହିଁ। ଛୋଟ ବିଜନେସ୍ ଖଣ୍ଡେ କରିଛି ଭୁବନେଶ୍ୱରରେ ଲୋକଙ୍କ ପାଇଁ ଜନସେବା କରିବି। ମୋ ପାଖରେ ଏତେ ପଇସା ନାହିଁ। ମାନେ ପଇସା ଥିଲେ ଯଦି ଥାନ୍ତା କ'ଣ ଆପଣ ତାହେଲେ ଲଗେଇଥାନ୍ତେ? ନା ମୋ ପାଖରେ ପଇସା ସେଇ ପଇସା ମୁଁ ଜନସେବା କରିବା ପାଇଁ ଲଗେଇଥାନ୍ତି। ଏଇ ଘୋଡ଼ା ବେପାର କରିବା ପାଇଁ କୋଟି କୋଟି ଟଙ୍କା ମୋତେ ଦେବାର ନାହିଁ। ତାହେଲେ ଆପଣ ଘୋଡ଼ା ବେପାର ପସନ୍ଦ କରୁନାହାନ୍ତି? ମୋ ଘୋଡ଼ା ବେପାର ମୁଁ ଆଦୌ ପସନ୍ଦ କରିନି। କୋଟି 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 ଟଙ୍କା ମୋ ପାଖରେ ନାହିଁ ଯେ ମୋର ପଇସାରେ ନାହିଁ। ତାହେଲେ ଆପଣ ଯଦି ସେମିତି ସାଧାରଣ ଭାବେ ଆପଣ ବିଧାୟକ ସମର୍ଥନ ଦେଇଥାନ୍ତି ତାହେଲେ ଆପଣ ପ୍ରାର୍ଥୀପତ୍ର ଦାଖଲ ମୋତେ ସାଧାରଣ ପ୍ରାର୍ଥୀ କରିଥିଲେ ନିଶ୍ଚୟ ପ୍ରାର୍ଥୀ ହେଇଯାନ୍ତି। ତାହେଲେ ଆପଣଙ୍କ ପାଶେ ଯୋଗାଯୋଗ କରିଥିଲେ? ସମସ୍ତ ସାଙ୍ଗରେ ଯୋଗାଯୋଗ କରିଥିଲି କିନ୍ତୁ ଲାଷ୍ଟ ମୁହୂର୍ତ୍ତରେ ମୋତେ ମନା କରିଥିଲେ। ଆଚ୍ଛା କିଛି ଟଙ୍କା ମାଗିଲେ କି ଆପଣ କିଛି ମୋତେ ଟଙ୍କା ମାଗୁଥିଲେ ମୋତେ ପାଖରେ ଏତେ ଟଙ୍କା ପତ୍ର ନାହିଁ ମାଗୁଥିଲେ ଟଙ୍କା ମୋତେ। ଆପଣ ମନା କରିଦେଲେ? ମୁଁ ମନା କରିଥିଲି ମୋତେ ନାହିଁ ମୁଁ ସେ ଜନସେବା କରିବି ଓଡ଼ିଶା ପାଇଁ ଜନସେବା କରିବି। ଆଉ ରାଜ୍ୟସଭାକୁ ନାମ କେବେ ଦାଖଲ କହିବିନି। କ'ଣ ସବୁ ଜନସେବା କରିଛନ୍ତି? ମୁଁ ଗାଁରେ ଗୋଟେ ହନୁମାନ ମନ୍ଦିର କରିଛି। ପ୍ରତିବର୍ଷ ବାରଣୀରେ ଅନ୍ନଛତ୍ର ମୁଁ ଦିଏ। ଘର ରୂପଖଣ୍ଡ ଆମ ଘରେ ମୁଁ ଅନ୍ନଛତ୍ର ପ୍ରତିବର୍ଷ ବାରଣୀରେ ଦିଏ। ଆଚ୍ଛା ଭୁବନେଶ୍ୱର ଆପଣ ଗୋଟେ ବ୍ୟବସାୟ ଅଛି ବ୍ୟବସାୟ ଯେଉଁ ଲାଭ କେତେ ହେଉଛି ଏତେ ଲାଭ ହେଉଛି ତାହେଲେ ରାଜ୍ୟସଭା କିଛି ଖର୍ଚ୍ଚ କରିଦେଇଛନ୍ତି? ନା ମୁଁ ଜନସେବା କରୁଛି। ଅନ୍ଧମୁଖ ପିଲାମାନଙ୍କୁ ପାଠ ପଢ଼ାଉଛି ତାଙ୍କ ପାଇଁ ଖର୍ଚ୍ଚ ମୁଁ କରୁଛି। ତାହେଲେ ଆପଣଙ୍କୁ ଧୋକା ଦେଲେ ବିଧାୟକ ମାନେ ଯେ ହଁ କହିଥିଲେ? ମୋତେ ସବୁ ବହୁତ ଧୋକା ଦେଲେ ବିଧାୟକ ମାନେ। ସେଥିପାଇଁ ଆପଣ ରାଜ୍ୟସଭା ପ୍ରାର୍ଥୀ ନା ମୋ ସେଥିପାଇଁ ଆଉ ଇଚ୍ଛା ନାହିଁ। କୋଟି କୋଟି ଟଙ୍କା ମୋ ପାଖରେ ନାହିଁ। କୋଟି କୋଟି ଟଙ୍କା ଘୋଡ଼ା ବେପାର ମୋ କରିବାରେ ନାହିଁ। ମୋତେ ସେ ଜାଗାକୁ ଯିବାର ନାହିଁ। ଧନ୍ୟବାଦ।